ମୋତେ କଲ୍ କରି ଖାଲି କାନ୍ଦି ଚାଲିଥିଲା କେନ୍ଦ୍ରାପଡ଼ାର ଶୁଭଲକ୍ଷ୍ମୀ। ଭାଇ ମୁଁ ତାଙ୍କ ବିନା ମରିଯିବି, ହେଲେ ସେ ମୋତେ ନେବାକୁ ଆସୁନାହାନ୍ତି। ତାକୁ ପ୍ରଥମେ କାନ୍ଦ ବନ୍ଦ କରିବାକୁ କହିଲି, ହେଲେ ସେ କିଛି ବି ଶୁଣୁନଥିଲା। ସେମିତି କାନ୍ଦି ଚାଲିଥିଲା। ଆଉ ସେଇ କାନ୍ଦ ଭିତରେ ବି ତା କଥା କହି ଚାଲିଥିଲା। ଭାଇ ମୁଁ ତାକୁ ମୋ ନିଜ ଜୀବନଠୁ ବି ଅଧିକା ଭଲ ପାଉଛି। ସେ ବି ମୋତେ ଭଲ ପାଉଛନ୍ତି, ହେଲେ ଆମ ଘର ଲୋକ ମୋ ବାହାଘର ଅନ୍ୟ ଆଡ଼େ କରିଦେବାକୁ ବସିଛନ୍ତି। ସେ କିନ୍ତୁ ମୋତେ ନେବାକୁ ଆସୁନି। ମୁଁ ସବୁଦିନ ତା ଆସିବା ବାଟକୁ ଅପେକ୍ଷା କରୁଛି। ସେ ଆସିବ ଆଉ ମୋତେ ସାଙ୍ଗରେ ନେଇ ବହୁତ ଦୂରକୁ ଚାଲିଯିବ, ଯେଉଁଠି ଆମକୁ ଡିଷ୍ଟର୍ବ କରିବାକୁ ଯେମିତି କେହି ନଥିବେ। ଏମିତି ଅନେକ ଭାବନା ଭିତରେ ସବୁଦିନ ନିଜକୁ ସ୍ୱପ୍ନ ରାଜ୍ୟରେ ହଜେଇ ଚାଲିଥିଲି। ହେଲେ ସେ ସ୍ୱପ୍ନ କ'ଣ ସତ ହୁଏ ଯେ ହବ? ଆଜିକୁ 1 ବର୍ଷ ପୂର୍ବେ ଇନ୍ଷ୍ଟାରୁ ଆରମ୍ଭ ହୋଇଥିବା ସମ୍ପର୍କଟା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଯାଇଥିଲା। ଆମେ ଆଜି ପର୍ଯ୍ୟନ୍ତ କେହି କାହାକୁ ସାମ୍ନାସାମ୍ନି ଦେଖିନାହୁଁ, ଯାହା ଏଇ ହ୍ୱାଟ୍ସଆପ୍ ଆଉ ଇନ୍ଷ୍ଟାରେ ଭିଡ଼ିଓ କଲ୍ କରି ଦେଖିଛୁ। ଅନେକ ଥର ସେ ମୋତେ ଦେଖା କରିବାକୁ ଡାକିଛନ୍ତି, ହେଲେ ମୁଁ ଯାଇପାରିନି। ଆମ ଘର ପାଖରୁ ତାଙ୍କ ଘର ମାତ୍ର 7 କିଲୋମିଟର। ସେଥିପାଇଁ ମୋତେ ଡର ଲାଗେ କିଏ କାଳେ ଦେଖିଦେବ। ଏମିତିରେ ବି ସେ ଦୁବାଇରେ ରହୁଥିଲେ। ଘରକୁ ଆସିବା ପରେ ମୋତେ ଅନେକ ଥର ଦେଖା କରିବାକୁ ଡାକିଛନ୍ତି, ହେଲେ ସାହସ କରିପାରିନି। ୟା ଭିତରେ ସେ ପୁଣି ବେଙ୍ଗଲୋର ପଳାଇଗଲେ। ଆଉ ଏପଟେ ଆମ ପରିବାର ଲୋକ ମୋ ବାହାଘର ଫାଇନାଲ୍ କରିଦେଇଛନ୍ତି। ମୁଁ ତାଙ୍କୁ ବାରମ୍ବାର ଫୋନ୍ କରୁଛି ମୋତେ ନେଇଯିବାକୁ, ହେଲେ ସେ ଯିବି ଯିବି କହି ଦିନ ପରେ ଦିନ ଗଡ଼େଇ ଚାଲିଛନ୍ତି। ମୁଁ ସତ କହୁଛି, ତାଙ୍କୁ ଛାଡ଼ି ଜମା ବି ରହିପାରିବିନି। ଜୀବନରେ କେବେ କାହାକୁ ଭଲ ପାଇନଥିଲି। ଏଇଟା ମୋର ପ୍ରଥମ ପ୍ରେମ। ଆଉ ଏଇ ପ୍ରଥମ ପ୍ରେମକୁ ନ ପାଇଲେ ମୁଁ କେମିତି ବଞ୍ଚିବି ଭାଇ, ଆପଣ କୁହନ୍ତୁ। ମୁଁ କହିଲି, ଯଦି ଏତେ ଭଲ ପାଉଛ ଘରେ କହିଦେଉନ। ସେ ମୋ କଥା ଶୁଣି ଆହୁରି ଜୋରରେ କାନ୍ଦିବାକୁ ଲାଗିଲା। ନାଇଁ ଭାଇ, ଘରେ କେବେ ବି ରାଜି ହେବେନି। ମୁଁ କାରଣ ପଚାରିଲି। ସେ କହିଲା, ଆମର ଉଚ୍ଚ ଜାତି ଆଉ ସେ ହେଉଛି ନୀଚ ଜାତି। ଏଇ ଭଲ ପାଇବାଟା ସିନା ଜାତୀୟ ଜାତି କିଛି ମାନୁନି ହେଇଯାଉଛି, କିନ୍ତୁ ଏ ସମାଜ କ'ଣ ଉଚ୍ଚ ନୀଚ ଜାତିର ପ୍ରେମକୁ ସ୍ୱୀକୃତି ଦେଉଛି? ଯଦି ବି କେଉଁ ପରିବାରର ଇଚ୍ଛା ବି ଥିବ, ଏ ସମାଜ ଡରରେ ପଛଘୁଞ୍ଚା ଦେବାକୁ ପଛଉନଥିବ। ହେଲେ ସେ ଶୁଭଲକ୍ଷ୍ମୀକୁ ନେବାକୁ କାହିଁକି ପଛଘୁଞ୍ଚା ଦେଉଥିଲା? କ'ଣ ଥିଲା କାରଣ ଜାଣିବାକୁ ତାକୁ ଆଉ କିଛି କଥା ପଚାରିଲି। ତା ଭିତରୁ ଗୋଟେ ମୁଖ୍ୟ କାରଣ ଥିଲା ଅଭାବ। ଯଦି ବି ସେ ଶୁଭଲକ୍ଷ୍ମୀକି ନେଉଛି, ତେବେ ତାକୁ ନେଇ ଯୁଆଡ଼େ ଯିବ ଟଙ୍କା ତ ଦରକାର ପଡ଼ିବ, ଯେଉଁଟା ସେ ପୁଅ ପାଖରେ ନଥିଲା। ଅନେକ ଘଟଣା ଏମିତି ବି ସାମ୍ନାକୁ ଆସିଛି, ପ୍ରେମରେ ଅନ୍ଧ ହୋଇ ଉଭୟ ପ୍ରେମିକ ଆଉ ପ୍ରେମିକା ଘରୁ ଫେରାର ହୋଇଯାଇଛନ୍ତି। ଆଉ କିଛି ଦିନ ପରେ ଅଭାବ ଅନଟନ ଭିତରେ ବିଚ୍ଛେଦ ବି ହେଇଛି। ଆଉ ଯଦି ଗୋଟେ ପିଲା ଜନ୍ମ ହୋଇଗଲା, ତାପରେ ତ କଥା ସରିଲା। ସେତେବେଳେ ମଝି ନଈରେ ବସି କାନ୍ଦିବା ଛଡ଼ା ଯେମିତି ଆଉ କିଛି ଉପାୟ ନାହିଁ। ନା ଏ କୂଳକୁ ହେଇପାରିବ, ନା ସେ କୂଳକୁ ହେଇପାରିବ। ଏମିତିରେ ସେ ପ୍ରେମିକ ଶୁଭଲକ୍ଷ୍ମୀକୁ ନେଇ ରଖିବ କେଉଁଠି? ଯଦି ତାଙ୍କ ଘରକୁ ନେବ, ତାଙ୍କ ଘରେ ହୁଏତ ଡରରେ ସ୍ୱୀକାର କରିନପାରନ୍ତି। ଏସବୁ ଚିନ୍ତା ଭିତରେ ପ୍ରେମିକ ଜଣକ କ'ଣ କରିବ ଭାବି ଚାଲୁଥିଲା ବେଳେ ଥରେ ବି ସାମ୍ନାସାମ୍ନି ଦେଖା ନ ହୋଇଥିବା ସେହି ଯୁବକକୁ ଶୁଭଲକ୍ଷ୍ମୀ କିନ୍ତୁ ପାଗଳ ଭଳି ଭଲ ପାଇ ଚାଲିଥିଲା। କାନ୍ଦି କାନ୍ଦି ଆରମ୍ଭ କରିଥିବା ତାର ସେ କଥା ସେଇ କାନ୍ଦରେ ହିଁ ସରିଯାଇଥିଲା। ଅନେକ ବୁଝେଇବାକୁ ଚେଷ୍ଟା କଲି, ପରିବାର କଥା ଚିନ୍ତା କରିବାକୁ କହିଲି, କିନ୍ତୁ ସବୁ ପରେ ଶେଷରେ ତାର ଗୋଟେ ଜିଦ୍ ଥିଲା, ମୋତେ କେବଳ ସେ ଦରକାର, ନହେଲେ ମୁଁ ତା ବିନା ବଞ୍ଚିପାରିବିନି ପ୍ରତାପ ଭାଇ। ଆଉ ରହୁଛି କହି ଫୋନ୍ଟା କାଟିଦେଲା। ଆପଣଙ୍କୁ କ'ଣ ଲାଗୁଛି? ଚାତକ ପରି ଅପେକ୍ଷା କରିଥିବା ଶୁଭଲକ୍ଷ୍ମୀକୁ କ'ଣ ତା ପ୍ରେମିକ ନେବାକୁ ଆସିବ? ନା ଏମିତି ମିଛ ବାହାନା କରି କରି ସମୟ ଗଡ଼ି ଚାଲିବ ଆଉ ଶୁଭଲକ୍ଷ୍ମୀର ବାହାଘର ଅନ୍ୟ ଆଡ଼େ ହେଇଯିବ? ଆଉ ନୀଚ ଜାତିକୁ ପ୍ରେମ କରି କ'ଣ ଶୁଭଲକ୍ଷ୍ମୀ ଭୁଲ କରିଛି? ନା ପରିବାର ଲୋକେ ଶୁଭଲକ୍ଷ୍ମୀର ପ୍ରେମକୁ ବୁଝି ଭଲ ପାଉଥିବା ନୀଚ ଜାତିର ଯୁବକ ସହ ବାହାଘର କରେଇଦେବା ଉଚିତ? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।